ବିଜୁ ମଇଦାନରେ ପ୍ରତିବାଦ ସଭା। ଆଜି ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବସ୍ତିଆଙ୍କ ସଭାପତିତ୍ୱରେ ରାଜ୍ୟ ସରକାର ବା ଡବଲ ଇଞ୍ଜିନ ସରକାରଙ୍କ ହୀନ ରାଜନୀତି ସରକାରୀ ଛୁଟି ବାତିଲ ସହିତ ପଞ୍ଚାୟତି ରାଜ ଦିବସ ପାଳନ ବନ୍ଦ ପ୍ରତିବାଦରେ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅପମାନ ସହି ନ ପାରି ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଅନୁଗୁଳ ସହରସ୍ଥିତ ବିଜୁ ମଇଦାନଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଏକ ପ୍ରତିବାଦ ସଭା ଓ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ତଥା 4 ଥର ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂ ବିଜୁବାବୁଙ୍କ ପ୍ରତି ରାଜ୍ୟ ସରକାର ତଥା ଭାଜପା ସରକାରଙ୍କ ଏପରି ଅପମାନଜନକ କାର୍ଯ୍ୟର ଦୃଢ଼ ନିନ୍ଦା କରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ। ବିଜୁବାବୁ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ନବ ଓଡ଼ିଶାର ନିର୍ମାତା ଓଡ଼ିଶାର ବରପୁତ୍ର ହେଉଥିବାରୁ ତାଙ୍କ ପ୍ରତି ଏପରି ଅପମାନକୁ ସହ୍ୟ ନ କରି ଓଡ଼ିଶାବାସୀ ଅନୁଗୁଳବାସୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ବକ୍ତବ୍ୟ ରଖିଥିଲେ। ଭାଜପା ସରକାରଙ୍କ ଏଭଳି ଘୃଣ୍ୟ କାମକୁ ସ୍ଥାନୀୟ ନେତା ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ନିନ୍ଦା କରିଥିଲେ। କାର୍ଯ୍ୟକ୍ରମରେ ବରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟନାଥ, ନଗର ଯୁବ ସଭାପତି ବିଶ୍ୱରଞ୍ଜନ ସାହୁ, ଉପସଭାପତି ତଥା ନିର୍ବାଚନ ମଣ୍ଡଳୀ ମିଡିଆ ସଂଯୋଜକ ଅବିନାଶ ପରିଡ଼ା, ବରିଷ୍ଠ କର୍ମକର୍ତ୍ତା ବାଉରୀ ବନ୍ଧୁ ସାହୁ, ନିର୍ମଳ ଗଣନାୟକ, ନିର୍ମଳ ସାହୁ, ଦୁର୍ଯ୍ୟୋଧନ ସାହୁ, ବ୍ଲକ ଯୁବ ସଭାପତି ରାକେଶ ନନ୍ଦ, ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ, ମହିଳା ନେତ୍ରୀ ରାଜଶ୍ରୀ ମହାନ୍ତି, ରାଜ୍ୟ ଯୁବ ଉପସଭାପତି ଶିବାନୀ ଶଙ୍କର ଗୌଡ଼, ଅନୁଗୁଳ ପୌରାଞ୍ଚଳ ବିଜୁ ଜନତା ଦଳର ସମସ୍ତ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆପଣମାନେ ଜାଣନ୍ତି ବିଜୁବାବୁ ହେଉଛନ୍ତି କେବଳ ଓଡ଼ିଶା ନୁହଁ ଭାରତ ବାହାରେ ମଧ୍ୟ ଓଡ଼ିଶାର ସେ ବରପୁତ୍ର ଏବଂ ତାଙ୍କ ଜନ୍ମଦିନରେ ଆମର ପଞ୍ଚାୟତ ଦିବସ ପାଳନ ହୋଇ ଆସୁଛି। ବହୁତ ଦିନ ହୋଇ ପାଳନ ହୋଇ ଆସୁଛି। ୟାକୁ ଯେପରି ଭାବରେ ବର୍ତ୍ତମାନର ଡବଲ ସରକାର ହଠାତ୍ 4 ତାରିଖ ଦିନ ତାଙ୍କ ଜନ୍ମଦିନରେ ପଞ୍ଚାୟତ ଦିବସ ପାଳନ ହେବ ନାହିଁ, ସ୍କୁଲ କଲେଜ ବନ୍ଦ ହେବ ନାହିଁ, ଏଇ ଯେଉଁ ଘୋଷଣା କଲେ ୟାକୁ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ଭାବରେ ବିରୋଧ କରୁଛି। ଏହା ଅତି ହୀନ, ଏହା ରାଜ୍ୟ ସରକାରର ଅତି ହୀନ, ଅତି ନୀଚ, ଅତି ତଳ ସ୍ତରର ସେ ରାଜନୀତି କରୁଛନ୍ତି। ୟାକୁ ବିଜୁ ଜନତା ଦଳ କେବେ ବରଦାସ୍ତ କରିବ ନାହିଁ ଏବଂ ଆମେ ଆଜି ବାଧ୍ୟ ହୋଇକି ରାଜରାସ୍ତାକୁ ଆମେ ଓହ୍ଲାଇଛୁ ଏବଂ ଏଇ ଯେଉଁ ଆନ୍ଦୋଳନ ଆଜି ଆରମ୍ଭ ହୋଇଛି ଯେଉଁ ପ୍ରତିବାଦ ଦିବସ, ମୁଁ ଜିଲ୍ଲା ସଭାପତି ହିସାବରେ କହୁଛି, ମୋ ଜିଲ୍ଲାର ଆଜି 5ଟି ଯାକ ନିର୍ବାଚନ ମଣ୍ଡଳୀ ଅନୁଗୁଳ, ଆଠମଲ୍ଲିକ, ତାଲଚେର, ଛେଣ୍ଡିପଦା, ପାଲହଡ଼ା ସବୁ ଜାଗାରେ ଆଜି ପ୍ରତିବାଦ ସଭା ଆରମ୍ଭ ହୋଇଛି ଏବଂ ଏ ସଭା ଚାଲିବ ସବୁବେଳେ। ସରକାର ଏଇ ସାଧାରଣ ଲୋକଙ୍କ ଯୋଉଠି ସ୍ୱାର୍ଥର ହାନି ହେବ ବିଜୁ ଜନତା ଦଳ ଆଗକୁ ଲଢ଼େଇ କରିବ। ପ୍ରତିବାଦ ଏଇ ଯୋଗୁଁ ହେଲା ଯେ ବିଜୁ ପଟ୍ଟନାୟକଙ୍କୁ ଦେହାବସାନ ପରେ ମଧ୍ୟ ରାଜନୈତିକ ଅଭିସନ୍ଧି ରଖିକି ଅପମାନ ଦିଆଗଲା। ପଞ୍ଚାୟତରାଜ ଦିବସ, ପଞ୍ଚାୟତରାଜ ଆଇନଟାକୁ ପ୍ରଥମେ ବିଜୁବାବୁ ହିଁ ଆଇନ ଆଣିଥିଲେ, ତାପରେ କେନ୍ଦ୍ର ସରକାର ଆଣିଥିଲେ। 1991 ମସିହାରେ ବିଜୁବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ଡକ୍ଟର ଦାମୋଦର ରାଉତ ଥିଲେ ପଞ୍ଚାୟତରାଜ ମନ୍ତ୍ରୀ, ସେତେବେଳେ କ୍ୟାବିନେଟ ପାସ୍ ହେଇକରି 5 ମାର୍ଚ୍ଚକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ ଯେଉଁ କରାହେବ, ସେତେବେଳକୁ ପଞ୍ଚାୟତରେ ମହିଳାମାନଙ୍କ ରିଜର୍ଭେସନ ବିଜୁବାବୁ 33% କରିଥିଲେ। ତ ସେଇ ଦିନଠୁ ଯେକୌଣସି ସରକାର ଆସନ୍ତୁ ସମସ୍ତେ ୟାକୁ ପାଳନ କରିବା ପାଇଁ ତାଙ୍କର ସରକାର ନିର୍ଦ୍ଦେଶନାମା ପ୍ରତି ସରପଞ୍ଚକୁ, ପଞ୍ଚାୟତକୁ, ବ୍ଲକକୁ, ଜିଲ୍ଲା ପରିଷଦକୁ ଦେଉଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏଇଥରକ ଭାରତୀୟ ଜନତା ପାର୍ଟି ସରକାର ଯିଏକି ଓଡ଼ିଶାରେ ଶାସନ କରୁଛନ୍ତି, ତାଙ୍କର ସରକାରୀ କ୍ୟାଲେଣ୍ଡର ଯୋଉଟା ପ୍ରତିବର୍ଷ ଡିସେମ୍ବର ମାସରେ ଛପାଯାଏ, ସେଥିରେ 5 ମାର୍ଚ୍ଚକୁ ଛୁଟି ଘୋଷଣା କଲା ପରେ ବି ଛୁଟିକୁ ପରିବର୍ତ୍ତନ କରିଦେଲେ ଏବଂ ସରକାରୀ ଭାବରେ ପାଳନ ନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ କୌଣସି ସ୍କୁଲ ଛୁଟି ହେବ ନାହିଁ ବୋଲି ସେ ନିର୍ଦ୍ଦେଶ ମଧ୍ୟ ଦେଲେ। ଏଥିରେ ଆମେ ରାଜନୈତିକ ଅଭିସନ୍ଧିମୂଳକ ଉଦ୍ଦେଶ୍ୟରେ କରିଛନ୍ତି ବୋଲି ଆମର ସମସ୍ତଙ୍କର ହୃଦବୋଧ। ଏଠି ଆଜି ଆମେ ଅନୁଗୁଳ ବିଜୁ ମଇଦାନରେ ପ୍ରତିମୂର୍ତ୍ତି ପାଖରେ ପ୍ରତିବାଦ ସଭା କଲୁ ଏବଂ ଆଗାମୀ ଦିନରେ ୟାକୁ ଆମେ ପ୍ରତି ପଞ୍ଚାୟତକୁ ନିଶ୍ଚିତ ଭାବରେ
नहीं लोक बुझू जे वर्तमान सरकार डायरेक्टली विजु बाबू विरुद्ध ये कार्यक्रम कर। धन्यवाद।